ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଦର୍ଶକ ବନ୍ଧୁ, ସାରା ରାଜ୍ୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏଥିପ୍ରତି ବେଶ୍ ତତ୍ପର ହୋଇପଡ଼ିଛନ୍ତି। ଆଜି ଆମ ନ୍ୟୁଜ୍ ଲକ୍ଷ୍ମୀ 7 ଟିମ୍ ପହଞ୍ଚିଥିଲା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଖିରେଇଟାଙ୍ଗିରି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ। ଆମ ପ୍ରତିନିଧି କ୍ଷେତ୍ରବାସୀ ମହାନ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ପରୀକ୍ଷା ଦେବାର ଅନୁଭୂତି ପଚାରି ବୁଝିଥିଲେ। ଶୁଣନ୍ତୁ ଛାତ୍ରଛାତ୍ରୀଙ୍କ ମୁହଁରୁ ସେମାନେ କ'ଣ କହୁଛନ୍ତି। ମୁଁ ଭୂମିକା ଦଳେଇ, ଗ୍ରାମ ସାନ୍ତ୍ରାପୁର ପ୍ରଗତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଇଦାନକେଲରୁ ଆସିଅଛି। ପରିଶ୍ରମ ତ କରିଛି, ଟିକେ ନର୍ଭସ୍ ଅଛି, କିନ୍ତୁ ଭାବୁଛି ଭଲ କରିବି। ବିଭୀଷଣ ମୁଣ୍ଡା, ଆମେ ମଇଦାନକେଲ ପ୍ରଗତି ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଆସିଛୁ। 10 ବର୍ଷ ପଢ଼ିକି ଆଜି ଫାଷ୍ଟ ମ୍ୟାଟ୍ରିକ ପରୀକ୍ଷା ଦେଉଛୁ। ବହୁତ ଭଲ ଲାଗୁଛି। ସକାଳ ସମୟଟା ସେଟା ତ କହି ହେଉନାହିଁ, ପରୀକ୍ଷା ଦେଲେ ଜଣାପଡ଼ିବ ରେଜଲ୍ଟ ବାହାରିଲେ ଯାଇ। ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ନିଜକୁ କିଭଳି ପ୍ରସ୍ତୁତ କରିଛନ୍ତି ତାହା ପଚାରି ବୁଝିଥିଲେ। ଖିରେଇଟାଙ୍ଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପିଲାମାନେ କିଭଳି ସୁରୁଖୁରୁରେ ଆସି ପରୀକ୍ଷା ଦେଇ ଘରକୁ ଫେରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସାଧାରଣତଃ ମାଟ୍ରିକ ପରୀକ୍ଷା ଆସିଲେ ଛାତ୍ରଛାତ୍ରୀମାନଙ୍କ ମନରେ ଭୟ ଟିକେ ଆସିଥାଏ, କିନ୍ତୁ କିଛି ଭୟ ନକରି ମନ ସ୍ଥିର କରି ନିର୍ଭୟରେ ପରୀକ୍ଷା ଦେବା ପାଇଁ ଆମ ନ୍ୟୁଜ୍ ଲକ୍ଷ୍ମୀ 7 ପରିବାର ତରଫରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଉଛୁ। ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମ ନ୍ୟୁଜ୍ ଲକ୍ଷ୍ମୀ 7 ପରିବାର ତରଫରୁ ବେଷ୍ଟ ଅଫ୍ ଲକ୍। କେନ୍ଦୁଝର ପାଟଣାରୁ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, ନ୍ୟୁଜ୍ ଲକ୍ଷ୍ମୀ 7।